ଶ୍ରୋତାବନ୍ଧୁ ପ୍ରତ୍ୟେକ କବିର ଜୀବନ ହିଁ ତା କବିତାର ଶ୍ରେଷ୍ଠ ଉପାଦାନ। ବ୍ୟକ୍ତିଙ୍କ ଜୀବନରେ ତାର ଅନୁଭବ ଅନୁଭୂତି, ତା ଇଚ୍ଛା ଅନିଚ୍ଛା, ତାର ପ୍ରତ୍ୟେକଟି ଆବେଗ, ତାର ପ୍ରବଣତା ନିଶ୍ଚିତ ଭାବରେ ତାର କବିତାର ଶବ୍ଦରେ ଆସିଯାଏ। ଆଜି ଆମେ ଏମିତି ଜଣେ ଆବେଗ ପ୍ରବଣ କବିଙ୍କୁ ଶୁଣିବା, ଯାହାଙ୍କ ଶବ୍ଦ ଭିତରେ ପ୍ରତ୍ୟେକ ମଣିଷ ହୁଏତ ନିଜକୁ ଖୋଜି ପାଇବ, ହୁଏତ ସେଇ ପ୍ରକାର ଶବ୍ଦ ଦେଇ ନିଜର ଅକୁହା ଆବେଗକୁ ପ୍ରକାଶ କରିବ। ଶ୍ରୋତାବନ୍ଧୁ, ଆମେ ପୂର୍ବରୁ ଶୁଣିଥିଲେ କଥାକାର, ଯଶସ୍ୱୀ ସ୍ତମ୍ଭକାର, ଯଶସ୍ୱୀ ସମାଲୋଚକ ଦେବପ୍ରସାଦ ଦାସଙ୍କୁ। ଆଜି କବି ଦେବପ୍ରସାଦ ଦାସଙ୍କୁ ଆମେ ଶୁଣିବାକୁ ଯାଉଛେ। ତାଙ୍କର କବିତା ବେଶ ହୃଦୟକୁ ସ୍ପର୍ଶ କରିବା ପରି ଶବ୍ଦ ବିନ୍ୟାସ ଧାରଣ କରିଛି। ଆଶା କରୁଛି ପ୍ରତ୍ୟେକ ଭାବପ୍ରବଣ ମଣିଷ ତାଙ୍କରି ଶବ୍ଦ ଭିତରେ ନିଜ ହୃଦୟର ଉଦ୍ଗତ ଗୁମୁରାପଣକୁ ଅନୁଭବ କରିପାରିବ। ଆସନ୍ତୁ ତେବେ ଶୁଣିବା କବି ଦେବପ୍ରସାଦ ଦାସଙ୍କର ଏକ ମର୍ମସ୍ପର୍ଶୀ କବିତା। କବିତାର ଶୀର୍ଷକ ଏମିତି ମୁଁ ଯିବି। କବିତାର ଶୀର୍ଷକ ଆଉଥରେ ଏମିତି ମୁଁ ଯିବି। କବି ଦେବପ୍ରସାଦ ଦାସ। ମତେ ଏକ ନୀରବ ଶୋଭାଯାତ୍ରାରେ ନେବ। ମତେ ଏକ ନୀରବ ଶୋଭାଯାତ୍ରାରେ ନେବ। କେହି ନଥିବେ, କେହି ନ ଜାଣିବେ। ଶବ୍ଦମାନଙ୍କୁ ଶିକାରୁ ଆଣି ରଖିବ ମାଠିଆରେ ଓ ଆଗରେ ଧରି ଚାଲିବ। ମତେ ଏକ ନୀରବ ଶୋଭାଯାତ୍ରାରେ ନେବ। କେହି ନଥିବେ, କେହି ନ ଜାଣିବେ। ଶବ୍ଦମାନଙ୍କୁ ଶିକାରୁ ଆଣି ରଖିବ ମାଠିଆରେ ଓ ଆଗରେ ଧରି ଚାଲିବ। ସ୍ୟାହି ଓ ଦୁଆତ ବୁଣି ଦେଉଥିବେ ଖଇକଉଡ଼ି। ମୋ ପାପ ପୁଣ୍ୟମାନଙ୍କୁ ରେଜା ପଇସା କରି ବିଞ୍ଚି ଦେଉଥିବ। ଯିଏ ନେଇପାରିବ ନେଉ, କେହି କାନ୍ଦିବନି। କେହି କାନ୍ଦିବନି, କାରଣ ମିଛ ଓ ଛଳନାକୁ ସାରା ଜୀବନ ସହିପାରି ନାହିଁ ମୁଁ। କେହି ଯିବ ନାହିଁ ସାଙ୍ଗରେ, କାଳେ ମୁଁ ଉଠି ପଡ଼ିବି। ଫେରିବାକୁ ଚାହିଁବି, କେବଳ ନିଆଁ ଥିବ, ଆଉ କିଛି ଜଳ, ଆକାଶ ଓ ପୃଥିବୀ। ଶବ୍ଦମାନଙ୍କୁ ଶିକାରୁ ଆଣି ରଖିବ ମାଠିଆରେ ଓ ଆଗରେ ଧରି ଚାଲିବ। ସ୍ୟାହି ଓ ଦୁଆତ ବୁଣି ଦେଉଥିବେ ଖଇକଉଡ଼ି। ମୋ ପାପ ପୁଣ୍ୟ ମାନଙ୍କୁ ରେଜା ପଇସା ପରି ବିଞ୍ଚି ଦେଉଥିବ। ଯିଏ ନେଇପାରିବ ନେଉ, କେହି କାନ୍ଦିବନି, କାରଣ ମିଛ ଓ ଛଳନାକୁ ସାରା ଜୀବନ ସହିପାରି ନାହିଁ ମୁଁ। କେହି ଯିବ ନାହିଁ ସାଙ୍ଗରେ, କାଳେ ମୁଁ ଉଠି ପଡ଼ିବି। ଫେରିବାକୁ ଚାହିଁବି, କେବଳ ନିଆଁ ଥିବ, ଆଉ କିଛି ଜଳ, ଆକାଶ ଓ ପୃଥିବୀ। ବାୟୁ ପାଇଁ ମୁଁ ବ୍ୟସ୍ତ ନୁହେଁ, ସେ ଚାଲି ଯାଇଥିବ ପୂର୍ବରୁ। ଯଦି ପାରିବ 2 ଦିନ ପୂର୍ବରୁ ଦଙ୍ଗା କରିଦେବ ସହରରେ। ଯଦି ପାରିବ 2 ଦିନ ପୂର୍ବରୁ ଦଙ୍ଗା କରିଦେବ ସହରରେ। ତମ ପ୍ରବଞ୍ଚନା ହିଁ ଯଥେଷ୍ଟ ସେଥିପାଇଁ। କର୍ଫ୍ୟୁ ଲାଗିଥିବ, ଖାଁ ଖାଁ ସୁନସାନ ଥିବ ସବୁ ଗଳି, ରାସ୍ତା ଓ ସଡ଼କ। କେହି ଜଣେ ନେଇଯିବ ଅପାଙ୍କ୍ତେୟ ଭଳି, କୌଣସି ଖବର କାହାକୁ ଦେବନି। କେହି ଜାଣିବେନି ଥିଲାବେଳେ ଥିଲି, କେତେବେଳେ ଯେ ନଥିଲା ବେଳେ ଥିବି। ଥିଲାବେଳେ ଥିଲି, କେତେବେଳେ ଯେ ନଥିଲା ବେଳେ ଥିବି। ଏମିତି ମୁଁ ଯିବି। ଏମିତି ମୁଁ ଯିବି। ତାଟି କବାଟ ପଡ଼ିଥିବା ବେଳେ ସମସ୍ତଙ୍କ ଅଜାଣତରେ ମୁଁ ଯିବି। ଏମିତି ମୁଁ ଯିବି, ଏମିତି ମୁଁ ଯିବି। ତାଟି କବାଟ ପଡ଼ିଥିବା ବେଳେ ସମସ୍ତଙ୍କ ଅଜାଣତରେ ମୁଁ ଯିବି। ମୋ କାଗଜମାନଙ୍କୁ ଚିରି ଉଡ଼େଇ ଦେବ।
ମୋ କାଗଜମାନଙ୍କୁ ଚିରି ଉଡ଼େଇଦେବ, ମୋ ଫଟୋଚିତ୍ରମାନଙ୍କୁ ଜାଳିଦେବ, ସବୁ ସ୍ମୃତିଚିହ୍ନମାନଙ୍କୁ ନଷ୍ଟ କରିଦେବ। ଭୁଲିଯିବ ମୋତେ, କେବେ ବି ମନେ ପକେଇବ ନାହିଁ। ଭିଡ଼ରେ ମିଶେଇ ଦେବ। ଲୁଚିଯିବି ମୁଁ ବୋଉର ପଣତ କାନିରେ, ନା ଥିବି ସମାଧିରେ, ନା ଥିବି ସ୍ମୃତି ଫଳକରେ, ନା ଥିବି କାଗଜ ପୃଷ୍ଠାରେ। ଭୁଲିଯିବ ମୋତେ, କେବେ ବି ମନେ ପକେଇବ ନାହିଁ। ଭିଡ଼ରେ ମିଶେଇ ଦେବ। ଲୁଚିଯିବି ମୁଁ ବୋଉର ପଣତ କାନିରେ, ନା ଥିବି ସମାଧିରେ, ନା ଥିବି ସ୍ମୃତି ଫଳକରେ, ନା ଥିବି କାଗଜ ପୃଷ୍ଠାରେ। ସବୁଠି ବାଦ ଦେଇଛ, ମୁଁ ଜାଣେ ମୋ ପାଇଁ ଏତିକି କରିବ। ଆଦୌ କୋଳାହଳ ନ କରି ମୋତେ ନୀରବତାର ନିସଙ୍ଗତାରେ ନେବ। ନା ଥିବି ସମାଧିରେ, ନା ଥିବି ସ୍ମୃତି ଫଳକରେ, ନା ଥିବି କାଗଜ ପୃଷ୍ଠାରେ। ସବୁଠି ବାଦ ଦେଇଛ, ମୁଁ ଜାଣେ ମୋ ପାଇଁ ଏତିକି କରିବ। ଆଦୌ କୋଳାହଳ ନ କରି ମୋତେ ନୀରବତାର ନିସଙ୍ଗତାରେ ନେବ। ଶ୍ରୋତାବନ୍ଧୁ, ଆମେ ଶୁଣୁଥିଲେ ଜଣେ ଜୀବନବାଦୀ, ମାନବବାଦୀ କଥାକାରଙ୍କୁ, ଯେ କଥାକାର ଭାବରେ ତାଙ୍କର ସିଦ୍ଧି ଓ ସ୍ୱାକ୍ଷରକୁ ଓଡ଼ିଆ ସାହିତ୍ୟ ଇତିହାସରେ ପ୍ରତିଷ୍ଠା କରିଛନ୍ତି। କିନ୍ତୁ ଆଜି ପ୍ରଥମ ଥର କରି ମୁଁ ତାଙ୍କର କବିତାକୁ ପଢ଼ିଲି। ଅତି ହୃଦୟକୁ ସ୍ପର୍ଶ କଲା ପରି କବିତା, ଯେଉଁଥିରେ ପ୍ରତ୍ୟେକ ମଣିଷ ନିଜର ସ୍ଥିତିକୁ ଖୋଜି ପାଇବ। ପ୍ରତ୍ୟେକ ଅଭିମାନୀ ମଣିଷ ନିଜକୁ ଏମିତି ଜୀବନର ଆବର୍ତ୍ତ ଭିତରେ ଖୋଜୁଥିବ, ନିଜ ସ୍ଥିତିକୁ ବିଚାରୁଥିବ। କବି ଦେବପ୍ରସାଦ ଦାସଙ୍କୁ ଆମେ ଶୁଣୁଥିଲେ, ଯାହାଙ୍କର କବିତାର ଶୀର୍ଷକ ଥିଲା ଏମିତି ମୁଁ ଯିବି। କବିତାଟି କେମିତି ଲାଗିଲା, ଆପଣମାନଙ୍କର ମତାମତ ଅପେକ୍ଷାରେ ରହୁଛି। ଧନ୍ୟବାଦ।